ଅତିବାହିତ କରିବେ ଆଗକୁ? ସେମିତି କିଛି ନୁହେଁ କି ମାନେ ମୋ ଘରେ ଚଳିବା ପାଇଁ କି ନାହିଁ। ମୋ ବାବାଙ୍କର ପେନସନ ଆସୁଛି, ମୋ ବାବା ବହୁତ ରଖିଛନ୍ତି, ମୁଁ ଚଳିଯିବି ଆରାମସେ। କିନ୍ତୁ ମୋ ପଛପଟେ ଯୋଉ ବିଧବାର ଷ୍ଟାମ୍ପ ଲାଗିଲା ସେଇଟା ମୋ ବାବା ଦେଇକିନା ପଠେଇ ନଥିଲେ, ସେଇଟା ମୋ ଶାଶୁଘର ତରଫରୁ ଲାଗିଛି। ସେ ରେସ୍ପନ୍ସିବିଲିଟା ତାଙ୍କର, କିନ୍ତୁ ସେମାନେ ସେ ରେସ୍ପନ୍ସିବିଲିଟା ଉଠେଇଲେନି। ଯୋଉ ଲୋକ ପୁଅର ରେସ୍ପନ୍ସିବିଲିଟି ଉଠଉନଥିଲେ ସିଏ ବୋହୁର କ'ଣ ଉଠେଇବେ? ସେଇଟା ମୋ ପଏଣ୍ଟ ହଉଛି, ବିଧବାଟା ତ ମୋ ବାପା ଲଗେଇକିନା ତ ପଠେଇ ନଥିଲେ ନା। ଏବେ ମୁଁ ମୋ ପଛପଟେ ବିଧବା ଲାଗି ସେଇଟା ମୁଁ ମୋର ଦେଖି ମୁଁ ମୋର କେମିତି ଚଳିବି। ତା ମାନେ ନୁହେଁ କି ମୁଁ ଯେନା ହାତ ବତେଇବି। ମୋ ବାପାଙ୍କ ଜିନିଷ ଯେନା ମାଗିଥିଲି ତାଙ୍କ ଜିନିଷ ବି ମାଗିନି ମୁଁ। ତ ମୋ ପଏଣ୍ଟ ହଉଛି ସେଠି କି ଆଗକୁ ସେମାନେ ବୁଝିବା ଦରକାର ଥିଲା ମୋ ବୋହୁଟାକୁ ଏତେ କମ୍ ଏଜ୍ରେ ତା ପଛରେ ବିଧବାଟା ଲାଗିଛି, ତାକୁ ଆମେ ଝିଅ କରିକିନା ରଖିବୁ, କିନ୍ତୁ ସେମାନେ ସେଇଟାକୁ ଭାବିଲେନି। ଆପଣଙ୍କ ବାହାଘର କରିଦେବା କଥା ମଧ୍ୟ ଉଠିଲା ରାହୁଲଙ୍କ ମୃତ୍ୟୁ ପରେ। ସେଟା ତାଙ୍କ ରିଲେଟିଭ୍ସ ମାନେ ଉଠେଇଲେ, ଏମାନେ ନୁହନ୍ତି। ରିଲେଟିଭ୍ସ ମାନେ ତାଙ୍କର ଭଲ, ସେମାନେ କୋଶ୍ଚିନ୍ଟା ଉଠିଲେ, ମା ତୁ ଆଗକୁ ତ ଫ୍ୟୁଚରଟା ଦେଖ, ମ୍ୟାରେଜ କର। ସେଠି ବି ମୁଁ ଗୋଟେ ଜିନିଷ କହିଥିଲି ସମସ୍ତଙ୍କ ଆଗରେ, 50 ଲୋକ ବସିଥିଲେ। ମୁଁ କହିଲି ମୋ ଶାଶୁଘରେ ରହିବି, ସେଠି ବି ଯାଇକିନା ମୋତେ ଅଲଗା ଗୋଟେ ଫ୍ୟାମିଲି କି ଦେଖିବାର ଅଛି, ତ ମୁଁ ଏଠି କ'ଣ ପାଇଁ କି ନ ଦେଖିବି। କିନ୍ତୁ ମୁଁ ସେତେବେଳୁ ଜାଣିନି ନା ଏମାନଙ୍କର ମାଇଣ୍ଡ ସେଟ୍ କ'ଣ ଥିଲା ବୋଲି। ସେଇଠି ହିଁ ଗଡ଼ବଡ଼ ହେଇଗଲା ଜିନିଷଟା।